69% ଜଙ୍ଗଲ ରହିଛି କନ୍ଧମାଳ ଜିଲ୍ଲାରେ। ଅର୍ଥାତ୍ ଲକ୍ଷାଧିକ ବୃକ୍ଷ ରହିଛି କନ୍ଧମାଳ ଜିଲ୍ଲାରେ। ସେ ଅନୁସାରେ ଅକ୍ସିଜେନ୍ ଏବଂ ଗୁଡ୍ସ ପ୍ରେଜେଣ୍ଟେସନରେ ଜଙ୍ଗଲର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ଜଙ୍ଗଲ କେବଳ ଅମ୍ଳଜାନ ଦିଏ ନାହିଁ, ବିଷାଦ ମନକୁ ମଧ୍ୟ ଶାନ୍ତି ପ୍ରଦାନ କରେ। ପ୍ରକୃତିର ଉପଭୋଗ୍ୟ ସହ ମଣିଷର ମନ ଚଳଚଞ୍ଚଳ। ପ୍ରାକୃତିକ ଦୃଶ୍ୟରାଜି ଜଙ୍ଗଲ ଭିତରେ ଶୁଭୁଥିବା ହ୍ୱାଇଟ୍ ନଏଜ୍ର ଇମ୍ପାକ୍ଟ ମଣିଷର ମନକୁ ସୁସ୍ଥ ଏବଂ ସୁନ୍ଦର ରଖିପାରେ, ଯାହାକୁ ଆମେ ହ୍ୟୁମାନ୍ ସାଇକୋଲୋଜି ଡେଭଲପମେଣ୍ଟ ଆଣ୍ଡ କେୟାର ବୋଲି କହିଥାଉ। ନୂତନ ପତ୍ରରେ ପଲ୍ଲବିତ ଗଛର ଡେଣା ଅତି ସୁନ୍ଦର ଭାବରେ ଆଗକୁ ବଢ଼ୁଛି। କୁରେଇ ଫୁଲର ମହକରେ ଆକର୍ଷଣରେ ଅତୀବ ରମଣୀୟରେ ରହିଛି ପ୍ରକୃତିର ସେହି ସୁନ୍ଦର କୋଳ। ପତ୍ର ଝଡ଼ା ପରେ ନୂତନ ପତ୍ରରେ ସଜେଇ ହେଉଛି ପ୍ରକୃତି। ଆସନ୍ତୁ ଜଙ୍ଗଲକୁ ସୁରକ୍ଷା ଦେବା ସହିତ ଜଙ୍ଗଲରେ ବସବାସ କରୁଥିବା ପଶୁ ସମ୍ପଦକୁ ସୁରକ୍ଷା ଦେବା। ଆଜି ଯେଉଁ ଗଛ ପତ୍ର ଶୂନ୍ୟ, କିଛି ଦିନ ପରେ ଏହି ଗଛରେ ପତ୍ରଯୁକ୍ତ, ଏହି ତ ପରିବର୍ତ୍ତନର ଏକ ବିଚାରଧାରା ଏବଂ ପ୍ରକ୍ରିୟା। ବୃକ୍ଷ ସହିତ ଜଳର ସମ୍ପର୍କ ଆପଣମାନେ ଭଲ ଭାବରେ ଜାଣିଛନ୍ତି। ସନ୍ଧ୍ୟା ଆସିଲେ ଗ୍ରାମ୍ୟ ଜୀବନର ଚିତ୍ର, ଗାଁର ବାସ୍ତବ ଚିତ୍ର ଅତୀବ ରମଣୀୟ ଏବଂ ଆକର୍ଷଣୀୟ। ଅଙ୍କା ବଙ୍କା ରାସ୍ତା ଦେଇ ଗାଁକୁ ଯାଇଥାଏ ଏହାର ସୀମା। ଖଜୁରୀ ଗଛର ଆକର୍ଷଣୀୟ ଦୃଶ୍ୟ ଏହାକୁ ଅଧିକ ଆକର୍ଷିତ କରିଥାଏ। ସନ୍ଧ୍ୟାର ପ୍ରାକୃତିକ ଦୃଶ୍ୟ ଦେଖିଲେ ମନେ ପଡ଼େ ସେହି କବିଙ୍କ କଥା, ନନ୍ଦକିଶୋର ବଳ। ଗ୍ରାମ୍ୟ ସଂସ୍କୃତି ସାହିତ୍ୟକୁ ନେଇ ଅନେକ ସମ୍ଭାର ସୃଷ୍ଟି କରି ଯାଇଛନ୍ତି। ବାସ୍ତବରେ ତାଙ୍କ ସାହିତ୍ୟ ଆଜି ବି ଅକ୍ଷତ ରହିଛି, ଏହାକୁ ଆମେ ଅନୁଭବ କରିବାର ଅଛି। ପଲ୍ଲୀ ଜୀବନର ଗାଥାକୁ ନେଇ ଅନେକ କଥା ସେ କହିଛନ୍ତି, ଯାହା ଅତି ସୁନ୍ଦର ଏବଂ ବାସ୍ତବ। ଅତୀବ ରମଣୀୟ ଏବଂ ଆକର୍ଷଣୀୟ ସହିତ ପ୍ରକୃତିର ସନ୍ଧ୍ୟାକାଳୀନ ଦୃଶ୍ୟ ଆମେ ଆପଣଙ୍କୁ ଦେଖାଉଛୁ। ଏକ ପ୍ରାକୃତିକ ଦୃଶ୍ୟ ସହିତ ଆଜିର ଏହି ପ୍ରେଜେଣ୍ଟେସନ୍ ଆପଣମାନଙ୍କ ପାଇଁ। ବୁଝନ୍ତୁ ପ୍ରକୃତିକୁ, ଅନୁଭବ କର ପ୍ରକୃତିକୁ, ଦେଖିପାରିବେ ସବୁକିଛି ପ୍ରକୃତି କୋଳରେ ରହିଛି। ଦେଖନ୍ତୁ ଏହି ପତ୍ରକୁ, ବୁଝନ୍ତୁ ଏହି ଗଛକୁ। ତଥାପି ପତ୍ର ସମୟ ଅପେକ୍ଷା ରହିଛି ଝଡ଼ିବା ପୂର୍ବରୁ କହିବାକୁ ଯାଉଛି ଅନେକ କଥା।